ହ୍ୟାଲୋ ସାଙ୍ଗମାନେ, ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଆଉ ଏକ ନୂଆ ଭିଡ଼ିଓ ଯେଉଁଥିରେ ଆପଣମାନଙ୍କୁ ମୁଁ ଆଜି ଶୁଣେଇବି 5ଟି ବେଙ୍ଗର କାହାଣୀ। ଏକ ଦିନ ଘନ ଜଙ୍ଗଲ ମଧ୍ୟରୁ ଯାଉଥିବା ଏକ ସ୍ନାନହିତ ରାସ୍ତାରେ 5ଟି ବେଙ୍ଗ ଏକାଠି ହୋଇ ଚାଲି ଯାଉଥିଲେ। ହସୁଥିଲେ, କଥା ହେଉଥିଲେ। ଜୀବନ ବହୁତ ସହଜ ଲାଗୁଥିଲା। କିନ୍ତୁ ହଠାତ୍ କିଛି ଦୂର ଯିବା ପରେ ରାସ୍ତା ମଝିରେ ଥିବା ଏକ ଗଭୀର ଗड्ढାରେ ଉପରେ ତାଙ୍କର ଧ୍ୟାନ ପଡ଼ିଲା। ସାବଧାନ ନଥିବାରୁ 3ଟି ବେଙ୍ଗ ଗड्ढାରେ ପଡ଼ିଗଲେ ଏବଂ 2ଟି ବେଙ୍ଗ ଉପରେ ରହିଗଲେ। ଗड्ढାଟି ବହୁତ ଗଭୀର ଥିଲା। ତଳେ ପଡ଼ିଥିବା ବେଙ୍ଗମାନେ ଉପରକୁ ଆସିବା ପାଇଁ ବହୁତ ଆତୁର ହେଲେ, କିନ୍ତୁ ସେମାନେ ଛଲାଙ୍ଗ ମାରି ପାରୁନଥିଲେ, କାହିଁକି ନା ଗड्ढାଟି ବହୁତ ଗଭୀର ଥିଲା। ବାରମ୍ବାର ଚେଷ୍ଟା କରୁଥିଲେ, କିନ୍ତୁ ପ୍ରତିଥର ବିଫଳ ହେଉଥିଲେ। ଉପରେ ଥିବା 2ଟି ବେଙ୍ଗ ତଳକୁ ଲକ୍ଷ୍ୟ କରି ସେମାନଙ୍କୁ ଦେଖି କହିବାକୁ ଲାଗିଲେ, ଛାଡ଼ିଦିଅ, ଛାଡ଼ିଦିଅ, ତୁମେ କେବେ ମଧ୍ୟ ଉପରକୁ ଆସିପାରିବ ନାହିଁ, କାରଣ ଗड्ढାଟି ବହୁତ ଖାଲ ଥିଲା। ଗड्ढାଟି ବହୁତ ଗଭୀର, ଏହା ଅସମ୍ଭବ। ଏହି କଥା ଶୁଣି 3ଟି ବେଙ୍ଗ ମଧ୍ୟରୁ ଏକ ବେଙ୍ଗ ମନେ ମନେ ଭାଙ୍ଗି ପଡ଼ିଲା ଓ ସେ କହିବାକୁ ଲାଗିଲା, ହଁ, ସେମାନେ ଠିକ୍ କହୁଛନ୍ତି। ଆମେ କେବେ ମଧ୍ୟ ଉପରକୁ ଆଉ ଯାଇପାରିବା ନାହିଁ, କାରଣ ଗड्ढାଟି ବହୁତ ଖାଲ ଅଛି। ଏହା କହି ସେ ବେଙ୍ଗ ଚେଷ୍ଟା କରିବା ଛାଡ଼ିଦେଲା ଏବଂ ଗड्ढା ସାଇଡ଼ରେ ଯାଇ ବସିଗଲା। ଆଉ ଚେଷ୍ଟା କରିଲା ନାହିଁ। କିଛି ସମୟ ପରେ ଅନ୍ୟ 2ଟି ବେଙ୍ଗ ଆଉ ଅଧିକ ଜୋରରେ ଚେଷ୍ଟା କରିବାକୁ ଲାଗିଲେ ସେ ଗड्ढାରୁ ବାହାରିବା ପାଇଁ। କିନ୍ତୁ ପୁଣି ଥରେ ଉପରକୁ ଶବ୍ଦ ଆସିଲା, କେବେ ହେବ ନାହିଁ, ବେକାର ଚେଷ୍ଟା ଛାଡ଼ିଦିଅ। ଉପରେ ଯେଉଁ 2ଟି ବେଙ୍ଗ ଥିଲେ, ବାର ବାର ସେ ତଳକୁ ଲକ୍ଷ୍ୟ କରି ସେ ବେଙ୍ଗମାନଙ୍କୁ କହିବାକୁ ଲାଗିଲେ କି ତମେ ସେ ଗड्ढାରୁ ଆଉ ଉଠିପାରିବ ନାହିଁ, ବେକାର ଚେଷ୍ଟା ଛାଡ଼ିଦିଅ। ଏହି କଥା ଶୁଣି ଦ୍ୱିତୀୟ ବେଙ୍ଗ ମଧ୍ୟ ହାର ମାନିଗଲା। ସେ କହିଲା, ସତରେ ଏହା ମୋ ପାଇଁ ନୁହେଁ, ଏହା ମୋ ପାଇଁ ନୁହେଁ ଏବଂ ସେ ମଧ୍ୟ ବସିଗଲା। ଚେଷ୍ଟା ଛାଡ଼ିଦେଲା ଏବଂ ଗड्ढାରେ ରହିଗଲେ କେବଳ ଏକମାତ୍ର ବେଙ୍ଗ, ଯିଏ ଚେଷ୍ଟା କରୁଥାଏ। ତଳେ ଭିତରେ ଥିବା 2ଟି ବେଙ୍ଗ ଚେଷ୍ଟା କରିବା ଛାଡ଼ିଦେଲେ, ସାଇଡ଼ରେ ଯାଇ ବସି ପଡ଼ିଲେ। ଉପରୁ 2ଟି ବେଙ୍ଗ ଚିତ୍କାର ଫେର କରୁଥାନ୍ତି କି ନେଗେଟିଭ କଥା, ହତାଶ କରୁଥିବା ଶବ୍ଦ। କିନ୍ତୁ ଆଶ୍ଚର୍ଯ୍ୟ ଯେ ସେ ବେଙ୍ଗ ଥମିଲା ନାହିଁ। ସେ ଆଉ ଜୋରରେ ଛଲାଙ୍ଗ ମାରିଲା। ପୁଣି ଚେଷ୍ଟା କଲା ଉପରକୁ ଉଠିବା ପାଇଁ। ଆଉ ଏକଥର ଚେଷ୍ଟା କଲା ଏବଂ ହଠାତ୍ ସେ ଗड्ढାରୁ ବାହାରି ଆସିଲା। ଉପରେ ଥିବା 2ଟି ବେଙ୍ଗ ଆଶ୍ଚର୍ଯ୍ୟରେ ଦେଖୁଥିଲେ, ହେ, ସେ ବେଙ୍ଗଟି କେମିତି ଉପରକୁ ଉଠିଲା। ସେମାନେ ଭାବିଲେ, ଏ କେମିତି ବାହାରିଲା? କହିଲ ସାଙ୍ଗମାନେ, ଲାଷ୍ଟରେ ଥିବା ବେଙ୍ଗଟି କେମିତି ତଳୁ ଉପରକୁ ଉଠି ଆସିଲା? ଥିବା ବେଙ୍ଗ କେମିତି ଉଠିଲା? ମୁଁ କହୁଛି, ଲାଷ୍ଟରେ ଥିବା ବେଙ୍ଗଟି କିଛି ଶୁଣି ପାରୁନଥିଲା। ସେଥିଲାଗି ଉପରେ ଯେଉଁ 2ଟି ବେଙ୍ଗ ଥିଲେ, ସେମାନେ ଯେତେ ବି ନେଗେଟିଭ କଥା କହୁଥିଲେ, ସେ ଶୁଣି ପାରୁନଥିଲା। ସେଥିଲାଗି ସେ କାହାରି କଥା ନ ଶୁଣି, କହିଲେ ବି ସେ ଶୁଣି ପାରୁନଥିଲା, କାହାରି କଥା ନ ଶୁଣି ତାର ଚେଷ୍ଟା କରି ଚାଲିଥିଲା। ସେଥିଲାଗି ଲାଷ୍ଟ ବେଙ୍ଗଟି ସଫଳ ହେଲା ଆଉ ତଳେ ଉପରକୁ ଉଠି ପାରିଲା। ଏଥିରୁ ଆମେ କ'ଣ ଶିଖିଲେ? ଏଥିରୁ ଆମେ ଏହା ଶିଖିଲେ ଯେ ଲାଇଫରେ କିଛି ବି ଯଦି ଆମେ କରୁଛନ୍ତି, ବହୁତ ଲୋକ ବହୁତ କିଛି କହିବେ। ସେଥିଲାଗି ଆମେ କାହାରି କଥା ନ ଶୁଣି ଆମେ ଆଗକୁ କାମ କରିଚାଲିବା। ବହୁତ କିଛି କହିବେ, ସେଥିଲାଗି ଆମେ କାହା କଥା ଶୁଣି ଆମେ ଆମ କାମ କରିଚାଲିବା, ଚେଷ୍ଟା କରିଚାଲିବା, ତାହେଲେ ଆମେ ଦିନେ ସଫଳ ହେବା। ତ କହିବା ତ ଲାଇଫରେ କିଛି ବି କରେ ୟା ନ କର, ତ ଲୋକମାନେ କହିବେ। ଲୋକମାନଙ୍କର କାମ ହେଲା କହିବା। ଆମେ କାହା କଥା ସିରିୟସଲି ନେବା ନାହିଁ, ଶୁଣିବା ନାହିଁ। ଆମେ ଆମ ଲାଇଫରେ କାମ କରିଚାଲିବା, ନା ଆଗକୁ ବଢ଼ିବା ପାଇଁ କାମ କରିବା। ଆଜି ନ ହୋଇଛି କାଲି, ଦିନେ ସଫଳ ହେବା।
ଜୀବନରେ ବହୁତ ଲୋକ ତୁମ ସ୍ୱପ୍ନ ଭାଙ୍ଗିବାକୁ ଚେଷ୍ଟା କରିବେ, ନେଗେଟିଭ୍ କଥା କହିବେ, ସ୍ୱପ୍ନ ଭାଙ୍ଗିବେ, କେବେ ବି ଆଗକୁ ବଢ଼ିବାକୁ ଦେବେ ନାହିଁ। ସେଥିଲାଗି ଆମେ ଯଦି ଲୋକମାନଙ୍କ କଥା ଶୁଣିବା ଆଗକୁ ଉଠିପାରିବା ନାହିଁ, କିନ୍ତୁ ସବୁ କଥା ଶୁଣିବା ଦରକାର ନୁହେଁ। ସେଥିଲାଗି ଆମେ କାହା କଥା ନ ଶୁଣି ଆଗକୁ କାମ କରିଚାଲିବା, ଦିନେ ସଫଳ ହେବା ଓ ନିଜ ଉପରେ ଭରସା ରଖିବା। ଯଦି ଆମେ ଭରସା ନ ରଖିବା ତେବେ ଆମେ କେବେ ବି ଆଗକୁ ଉଠିପାରିବା ନାହିଁ। କାମ କର, ନିଜ ଉପରେ ଭରସା ରଖ ଏବଂ ଚେଷ୍ଟା ଛାଡ଼ ନାହିଁ, ସଫଳତା ନିଶ୍ଚିତ ଆସିବ। ଯଦି ଆମେ କାହାରି କଥା ଶୁଣୁଛନ୍ତି ତେବେ ଆମେ ଆଗକୁ ଯାଇପାରିବା ନାହିଁ। ତ ବେଙ୍ଗ ପାଞ୍ଚଟିରୁ ଆମେ ଏହା ଶିଖିଲେ ଯେ 3ଟି ବେଙ୍ଗ ଯେଉଁ ତଳେ ପଡ଼ିଥିଲେ ସେଥିରୁ 2ଟି ବେଙ୍ଗ ରହିଗଲେ, ହେଲେ ଗୋଟେ ବେଙ୍ଗ ଉପରକୁ ଉଠିଗଲା। ସେ ଉଠିବାର କାରଣ ହେଉଛି କାହାରି କଥା ଶୁଣି ନଥିବାରୁ ସେଥିଲାଗି ସେ ଉପରକୁ ଉଠି ପାଇଲା। ଯଦି ଆମେ କାହା କଥା ଶୁଣିବା, ନିଜକୁ ଡିମୋଟିଭେଟ୍ କରିବା, ତ ଆଗକୁ ଆମେ କେବେ ଉପରକୁ ଉଠିପାରିବା ନାହିଁ। ସେଥିଲାଗି ଆମେ କାହା କଥା ନ ଶୁଣି ଜୀବନରେ ବହୁତ କାମ ଅଛି ଯେଉଁଟାକି ଆମେ କାହା କଥା ନ ଶୁଣି ନିଜ ଉପରେ ଭରସା ରଖି କରିବା ଏବଂ ଚେଷ୍ଟା ଛାଡ଼ିବା ନାହିଁ, ସଫଳତା ନିଶ୍ଚିତ ଆସିବ। ଜୟ ଜଗନ୍ନାଥ।